ଲମତାପୁରରେ ଲଗାଣ ବର୍ଷା ମାଛକୁଣ୍ଡ ଡିଡ୍ୟାମ୍ର ପ୍ରଥମ ଫାଟକ ଖୋଲା। ଲମତାପୁର ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିବାରୁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ଡିଡ୍ୟାମ୍ରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଡ୍ୟାମ୍ର ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପ୍ରଥମ ଥର ପାଇଁ ଗୋଟିଏ ଫାଟକ ଖୋଲାଯାଇଛି। ପ୍ରତି ସେକେଣ୍ଡରେ ପ୍ରାୟ 1000 କ୍ୟୁସେକ୍ ଜଳ ଚିତ୍ରକୁଣ୍ଡା ଜଳଭଣ୍ଡାରକୁ ଛଡ଼ାଯାଉଛି। ଡ୍ୟାମ୍ର ଜଳସ୍ତର 2587 ଫୁଟରେ ପହଞ୍ଚିବା ପରେ ଏହି ପଦକ୍ଷେପ ନିଆଯାଇଥିବା ବିଭାଗୀୟ ସୂଚନା ମିଳିଛି। ଗତ କିଛିଦିନ ଧରି ଲମତାପୁର ଅଞ୍ଚଳରେ ଲଗାଣ ବର୍ଷା ହେବାରୁ ମାଛକୁଣ୍ଡ ଡିଡ୍ୟାମ୍କୁ ବ୍ୟାପକ ପରିମାଣର ଜଳ ପ୍ରବେଶ କରୁଛି। ଜଳସ୍ତର ବୃଦ୍ଧି ପାଇ 2587 ଫୁଟରେ ପହଞ୍ଚିବା ପରେ ଡ୍ୟାମ୍ର ସୁରକ୍ଷା ପାଇଁ ଗୋଟିଏ ଫାଟକ ଖୋଲିଛନ୍ତି ବିଭାଗୀୟ ଅଧିକାରୀ। ଏହାଦ୍ୱାରା ପ୍ରତି ସେକେଣ୍ଡରେ ପ୍ରାୟ 1000 କ୍ୟୁସେକ୍ ଜଳ ଚିତ୍ରକୁଣ୍ଡା ଜଳଭଣ୍ଡାରକୁ ନିଷ୍କାସନ କରାଯାଉଛି। ଚଳିତ ବର୍ଷରେ ପ୍ରଥମ ଥର ପାଇଁ ଡ୍ୟାମ୍ର ଫାଟକ ଖୋଲାଯାଇଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ମଧ୍ୟ ଦିଆଯାଇଛି।